କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ରାଧିକାଦେଇ ପଞ୍ଚାୟତରେ ଗତ 6 ତାରିଖରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଗୋଟିଏ ପରିବାରର 4 ଜଣ ମାଟି ଘର ଭିତରେ ଶୋଇଥିବା ବେଳେ ଘର କାନ୍ଥ ପଡ଼ିଯିବାରୁ 3 ଜଣ ଆହତ ହୋଇଥିଲେ। ଘଟଣାସ୍ଥଳରେ ପୁଅ ରାଜା ଜେନା ମୃତ୍ୟୁବରଣ କରିଥିଲେ। ବାପା, ମା ଓ ଆଉ ଜଣେ ପୁଅ ଗୁରୁତର ଭାବେ ଆହତ ହୋଇ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଥିଲେ। ପିତା ଚନ୍ଦନ ଜେନା ଜଣେ ଗରିବ ଖଟିକିଆ ହୋଇଥିବାରୁ ପୁଅର ଶୁଦ୍ଧି କାର୍ଯ୍ୟ ପାଇଁ ତାଙ୍କ ପାଖରେ ଅର୍ଥ ନଥିଲା। ତେବେ ପ୍ରଶାସନ ପକ୍ଷରୁ କୌଣସି ସାହାଯ୍ୟ ସହଯୋଗ ମିଳିନଥିବା ବେଳେ କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗରିବ ସେବା ସଦନ କର୍ମକର୍ତ୍ତା ମାନେ ସଭାପତି ତଥା ବରିଷ୍ଠ ବିଜେପି ନେତା ଡକ୍ଟର ଶମ୍ଭୁନାଥ ରାଉତଙ୍କ ନେତୃତ୍ୱରେ ପୀଡ଼ିତ ପରିବାରଙ୍କୁ ସହଯୋଗର ହାତ ବଢ଼ାଇ ମହନୀୟତାର ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଏହାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ ବୋଲି ମତ ପ୍ରକାଶ କରିଛନ୍ତି। ତୁରନ୍ତ ପୀଡ଼ିତ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ଡକ୍ଟର ଶମ୍ଭୁନାଥ ରାଉତ ଦାବି କରିଛନ୍ତି। ଘସିପୁରାରୁ ସୁମନ କଲ୍ୟାଣପତିଙ୍କ ରିପୋର୍ଟ, G9 ଓଡ଼ିଆ।